ହେଉଛି ପବିତ୍ର ଅନ୍ତର୍ଜାତୀୟ ଶ୍ରମ ଦିବସ ଏବଂ ଆଜିର ଏଭଳି ଏକ ଐତିହାସିକ ଦିନରେ ଆଜି ଓଡ଼ିଶାର ଗ୍ରାମୀଣ ବିକାଶ ଯାତ୍ରାରେ ଆଜି ନିଶ୍ଚିତ ଭାବରେ ମାନନୀୟ କେନ୍ଦ୍ର ଗ୍ରାମ ଉନ୍ନୟନ ମନ୍ତ୍ରୀ ଏବଂ କେନ୍ଦ୍ର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ जी ଆଜି ସଦୟ ତାଙ୍କର ନିଜର ଉପସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଫେଜ୍ 4 ଚତୁର୍ଥ ପର୍ଯ୍ୟାୟର ଇଏ ଶୁଭାରମ୍ଭ ଆଜି ରାଜ୍ୟ ସରକାରଙ୍କ ସହିତ ଉପସ୍ଥିତ ରହିକରି ଆଜି କରାଯାଇଛି। ଏହା ନିଶ୍ଚିତ ଭାବରେ ଓଡ଼ିଶା ପାଇଁ ଆଉ ଗୋଟିଏ ବଡ଼ ଗ୍ରାମାଞ୍ଚଳ ବିକାଶ ପାଇଁ ଗମନାଗମନ ପାଇଁ ଗୋଟିଏ ବଡ଼ ପଦକ୍ଷେପ। ମହାତ୍ମା ଗାନ୍ଧୀ କହୁଥିଲେ ଭାରତର ଆତ୍ମା ଗାଁରେ ବାସ କରେ ଏବଂ ଗାଁର ବିକାଶ ହେଲେ ହିଁ ଦେଶର ବିକାଶ ହୋଇପାରିବ। ଆଉ ସେଥିପାଇଁ ଯାହା ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଯାହାକି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସେ ତାର ଯେଉଁ ଶୁଭାରମ୍ଭ କରିଥିଲେ ଆଜି ତାର ସଫଳ ଏବଂ ସୁଫଳ ଆମେ ଦେଖିବା ପାଇଁ ପାଉଛୁ। ଫେଜ୍ 1, ଫେଜ୍ 2 ଏବଂ ଫେଜ୍ 3 ଆଜି ସଫଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପ୍ରତି ଗ୍ରାମାଞ୍ଚଳକୁ ସଂଯୋଗ କରି ସାରିଲା ପରେ ସେଥିରେ ରାସ୍ତା ଏବଂ ସେତୁ ଉଭୟ ଆଜି ଫେଜ୍ ଚତୁର୍ଥରେ ଆଜି 2011 ଜନଗଣନା ଅନୁସାରେ ଆଜି ବିଶେଷ କରିକି ସାରା ଓଡ଼ିଶାରେ ଆଜି 898ଟି ଗ୍ରାମକୁ ଯୋଡ଼ିବା ପାଇଁ ଆଜି ପ୍ରାୟ 1700 କୋଟି ଟଙ୍କାର ଆଜି ବ୍ୟୟବରାଦ କରାଯାଇଛି ଏବଂ ତାହାର ଏଠି ଶିଳାନ୍ୟାସ ମଧ୍ୟ କରାଗଲା, ଯେଉଁଥିରେ କେନ୍ଦ୍ରର 60% ଏବଂ ରାଜ୍ୟର 40% ଏ ଅଂଶଧନ ମଧ୍ୟ ରହିଛି। ଏବଂ ବିଶେଷ କରିକି ଆଜି ଯେଉଁଗୁଡ଼ିକ ଆଜି ତାହାର ଶିଳାନ୍ୟାସ ଏବଂ ଶ୍ରୀ ଗଣେଶ ହେଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଫେଜ୍ 4ରେ ଇଏ 1698 କୋଟି ଅର୍ଥାତ୍ 1700 କୋଟି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସମାପ୍ତ ହୋଇନଥିବା ଯେଉଁଗୁଡ଼ିକ ଅସମ୍ପୂର୍ଣ୍ଣ ଅଛି ସେହି ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ସେଥିରେ 157 କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଏଥିରେ ଫେଜ୍ 2ରେ ଶେଷ ହୋଇପାରିନଥିବା କିଛି ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି, ଆମକୁ ଦେଲେ 630 କୋଟି ଟଙ୍କା। ସେଇଭଳି ଭାବରେ ଯେଉଁ ଲେବର ଇଣ୍ଟେନ୍ସିଭ୍ ୱାର୍କ ଯେଉଁ ରହୁଛି ସେଥିରେ MGNREGS ମନରେଗାରେ ତାର ଆର୍ଥିକ ବର୍ଷ 2026-27 ପାଇଁ ସେଥିରେ 868 କୋଟି ଟଙ୍କା ମଧ୍ୟ ଆଜି ସେ ଆମକୁ ଏଠି ଅନୁମୋଦନ କରି ପ୍ରଦାନ କରିଲେ। ଏବଂ ଆଉ ଗୋଟିଏ କୃଷି ବିଭାଗ ତରଫରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ 30 କୋଟି ଟଙ୍କାର ଅର୍ଥ ଅନୁଦାନ ଆଜି ପ୍ରଦାନ କରିଛନ୍ତି। ଏହାକୁ ମିଶାଇଲେ ସମୁଦାୟ 3383 କୋଟି ଟଙ୍କାର ଆଜି ଅନୁଦାନ ଓଡ଼ିଶା ପାଇଁ ଇଏ ନିଶ୍ଚିତ ଭାବରେ ଓଡ଼ିଶାର ବିକାଶ କ୍ଷେତ୍ରରେ ଓଡ଼ିଶାର ଗାଁ ଏବଂ ଗାଁର ରାସ୍ତା ଏବଂ ସେତୁକୁ କମ୍ୟୁନିକେଟ୍ କରିବା ପାଇଁ ଇଏ ଗୋଟିଏ ବହୁତ ବଡ଼ ସହଯୋଗ ଆଜି ଆମକୁ ଡବଲ ଇଞ୍ଜିନ୍ ସରକାର ଡବଲ ଫାଇଦା ଆଜି ଆମକୁ ଦେବା ପାଇଁ ସେ ଆଜି ଆମକୁ ଯାଉଛନ୍ତି। ତେଣୁ ନିଶ୍ଚିତ ଭାବରେ ଆଜି ସବୁଠାରୁ ବଡ଼ କଥା ହେଉଛି ଯେ ଏ କାର୍ଯ୍ୟକ୍ରମ ଆମେ ଭୁବନେଶ୍ୱରରେ କରିପାରିଥାନ୍ତୁ, ତାକୁ ଭୁବନେଶ୍ୱର ନ କରିକି ରାୟଗଡ଼ାରେ କାହିଁକି? ଅର୍ଥାତ୍ ଏ ରାୟଗଡ଼ା, ମାଲକାନଗିରି ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା ଯେଉଁଥିରେ କି ରାସ୍ତା ଏବଂ ସେତୁ ନିର୍ମାଣରେ ଆଜି ଅନ୍ୟ ଓଡ଼ିଶାର ଅନ୍ୟ ଅଞ୍ଚଳ ଅପେକ୍ଷା ଇଏ ଅଧିକ ବିକାଶ ଏଠି ଅପହଞ୍ଚ ଅବସ୍ଥାରେ ଅଛି, ପହଞ୍ଚି ପାରିନାହିଁ। ସେ ଦୃଷ୍ଟିକୋଣରୁ ଆମର ପ୍ରଥମ ବଡ଼ ମିଶନ ହେଉଛି ଯେ ରାୟଗଡ଼ା ଏବଂ ମାଲକାନଗିରି ଜିଲ୍ଲାକୁ ଆମେ ସେଥିପାଇଁ ଯେଉଁଟା ଦୁର୍ଗମ ଅଞ୍ଚଳ ଅଛି ସେଥିରେ 442ଟି ନୂଆ ରାସ୍ତା ଆମେ ଯୋଡ଼ିଛୁ, ଯେଉଁଥିରେ କି ଆଗାମୀ ଦିନରେ ସେହି ଅଞ୍ଚଳର ଆମର ଲୋକମାନଙ୍କର ତାଙ୍କର ଜନଜୀବନ ଯୋଡ଼ି ହେଇ ଆସିବ ଏବଂ ବ୍ୟାପକ ଭାବରେ ପରିବର୍ତ୍ତନ ହେବ। ଏବଂ ଏ ରାସ୍ତାଗୁଡ଼ିକର ମାନ ଗୁଣବତ୍ତା ବି ବଜାୟ କେମିତି ରହିବ ସେଥିପାଇଁ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ଆମେ କରିଛନ୍ତି। ଏ ରକ୍ଷଣାବେକ୍ଷଣ ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ ଏବଂ କେନ୍ଦ୍ରର ବି ମଧ୍ୟ ଟିମ୍ ଗୋଟେ ଆସିକି ତା ଉପରେ ସେମାନେ ଯାଞ୍ଚ କରିବେ, କାମର କ୍ୱାଲିଟି ଅଫ୍ ୱାର୍କକୁ ସେମାନେ ଦେଖିବେ। ଯଦି ତ୍ରୁଟି ଆସିଲା ତାହେଲେ ସେମାନଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇକି କଠୋର ଦଣ୍ଡ ଦିଆଯାଇପାରିବ। ଏଣୁ ଏଠି ପଞ୍ଚାୟତରାଜ ବିଭାଗ ଏବଂ ଗ୍ରାମ ପାନୀୟ ଜଳ ଯୋଗାଣ ବିଭାଗ
एवं आज आम या आधार कर माननीय पंचायतराज मंत्री ये उपस्थित अच्छा आम रवि बाबू आज दायित्व दि जाए सबू ग्रामांचल विकास एवं गाँव रास्ता को किभली भाव में बजार सहित सहर सहित जोड़ा आज से प्रधानमंत्री ये ग्राम सड़क योजना हो कि मुख्यमंत्री ग्राम सड़क योजना हो कि मुख्यमंत्री आपंकर सेतु योजना हो एवं ग्रामांचल जो विकास काम करिवार बीजेपी ठारू आरंभ कर प्रत्येक योजना को आम आज जोड़िक ग्रामांचल को आग को नापी जो योजना कर समृद्ध ओडिशा बनवाई आज आम बजेट रे स्वतंत्र भावे पाखापाखि 2-3 विभाग मिसैले आम 40,000 कोटी टंकार बजेट रे व्यवस्था रखीचु जहाँकि भित्तिभूमि ये हूँ सर्वाधिक एणु मुझे आशा करी आम गाँव सर्वांगीन विकास करने मिशन मोड रे अच्छु ये मिशन मोड को ना आगामी 2027 मसीहा शेष सुधा आम जोटा मौलिक समस्या अच्छी आपंकर मिशन पावर पावर माने होची आपंकर बिजुली एवं डब्ल्यूए माने होची वाटर आउ आर रे होची रोड ये तीनोटी कनेक्टिंग आम संपूर्ण भाव में प्रति गाँव को प्रति पड़ा को पहुँचेबू आ मिशन मोड रे काम करूँ मु आशा करी निश्चित भाव में यह सफल आम हो पारू एवं आम जो परिकल्पना अच्छी विजन अच्छी 2036 ओडिशा प्रदेश गठन 100 वर्ष पूरण हम से ओडिशा समृद्ध ओडिशा और विकसित ओडिशा हम आउ आगामी दिन में ओडिशा जो मोदी जी सपन अच्छी विकसित भारत 2047 से ओडिशा ग्रोथ इंजिन हिसाब से 2026 2036 एवं 2036 2047 पर्यंत ग्रोथ इंजिन हिसाब से ओडिशा काम करिवो आउ आमे निश्चित भाव में साकार करिवो। धन्यवाद।